ଗେଲୁ ଗେଲି କ୍ଷୀର ପିଇ ଦିଅ ଫୁଲ ହେଇଯାଇଛି ଟିକେ ପକେଇବୁନୁ ହଁ ତୁ ସେଟା ବନ୍ଦ କରିଦେ ଦେଖି ହଁ ମୁଁ ନା ତୁମକୁ ଆଜି ହେଲା ଗୋଟେ ଷ୍ଟୋରି କହିବି ମାନେ ଷ୍ଟୋରି ମାନେ ତମକୁ ବି କହିବି ମୋ ସାଙ୍ଗ ମାନଙ୍କୁ ବି କହିବି ଗୋଟେ ମୋ ବିଷୟରେ କହିବି ମୁଁ ଯେତେବେଳେ ମାନେ ମୋ ସାଙ୍ଗମାନେ କହିବି ସାଙ୍ଗମାନେ ବି ଶୁଣୁଥିବେ ଯେତେବେଳେ ମୁଁ ଛୋଟ ଥିଲି ଯେତେବେଳେ ମୁଁ କୁନିତେ ତମେ ତମଠୁ ବହୁତ କୁନିଥିଲି ଯେତେବେଳେ ହେଲା ମୋ ବାପା ମତେ କହୁଥିଲେ ଆଉ ମା ତୁ ନା ବ୍ରାହ୍ମ ମୁହୂର୍ତ୍ତରେ ଜନ୍ମ ହେଇଛୁ ହେଲା ସବୁବେଳେ ବାପା ପଚାରିଲି ମୋ ବାପା ବ୍ରାହ୍ମ ମୁହୂର୍ତ୍ତ କଣ ବ୍ରହ୍ମ ମୁହୂର୍ତ୍ତ ଟା କଣ ବ୍ରହ୍ମ ମୁହୂର୍ତ୍ତ ହେଲା ସକାଳ 4 ରୁ 6 ଭିତରେ ହେଲା ସେତେବେଳେ ହେଲା ଠାକୁରଙ୍କ ଟାଇମ ସେତେବେଳେ ସମସ୍ତେ ଠାକୁର ମାନେ ତାଙ୍କ କାମ ଥାଏ ଯିବା ଆସିବା କରନ୍ତି ଭଲସେ ଯିବା ଆସିବା କରନ୍ତି ଠାକୁରଙ୍କ ଟାଇମ ସେଟା ଦେଇକି ମୁଁ କହିଲି ତ ମୁଁ ସେତେବେଳେ କେତେ ଜନ୍ମ ହେଇଛି କି ତୁ 4:85 ଜନ୍ମ ହେଇଛୁ ତୋ ପାଖରେ ସବୁବେଳେ ଦୈବୀ ଅଂଶ ଅଛି ଠାକୁରଙ୍କ ଅଂଶ ଅଛି ସେଟା ତୁ ଜନ୍ମ ହେଇଛୁ ନା ତୁ ଠାକୁରଙ୍କ ବଂଶର ମତେ ବାପା ସବୁବେଳେ ଏଇଟା କହିଲେ ହେଲା ଏ ସେଟା ସବୁବେଳେ କହିଲେ ମୋ ମାଇଣ୍ଡ ସେଟା ସେଟ ହେଇଗଲା କି ମତେ ଠାକୁରଙ୍କ ବଂଶର ମୁଁ ହେଲା ତାପରେ ମୁଁ ଏମିତି ଏଇ କନସେପ୍ଟ ନେଇକି ଧୀରେ ଧୀରେ ବଡ ହେଲି ଯେତେବେଳେ ମୁଁ ତ ଟିଭି ବି ଦେଖିଲି ନା ମୋର ସବୁବେଳେ ଠାକୁର ମୁଭି ଦେଖିତେ ଭଲ ଲାଗିଲା ଠାକୁର ରିଲେଟେଡ ସବୁ ସିରିଏଲ ଦେଖିବା ପାଇଁ ଭଲ ଲାଗିଲା ସେ ସାଇବାବାଙ୍କ ସିରିଏଲ ଦଉଥିଲା ଆହୁରି ବିଷ୍ଣୁ ପୁରାଣ ଦଉଥିଲା ମହାଭାରତ ଦଉଥିଲା ହେଲା ଏକା ସବୁ ଦେଖୁଥିଲି ସେତେବେଳେ ମତେ ସେଟା ବହୁତ ଇଣ୍ଟରେଷ୍ଟ ଥିଲା ଦେଖିବା ପାଇଁ ହେଲା ଯେତେବେଳେ ମାନେ ଠାକୁର ଜିତି ଯାଆନ୍ତି ଆଉ ଅସୁର ମାନେ ହାରି ଯାଆନ୍ତି ମତେ ବହୁତ ମଜା ଲାଗେ ମୁଁ ଖାଲି ତାଳି ମାରୁଥାଏ ବସିକି ବୁଝିପାରିଲ ନା ତ ସେଇ ସିରିଏଲ ଦେଖି ଦେଖି ମୁଁ କଣ ଶିଖିଲି ସାଙ୍ଗମାନେ ଆପଣ ବି ଶୁଣନ୍ତୁ ମୁଁ କଣ ଶିଖିଲି ନା ଯେତେବେଳେ ମାନେ ସାଇବାବାଙ୍କ ସିରିଏଲ ଟା ଦେଖିଲି ସାଇବାବା କଣ କହୁଥିଲେ ଯେତେବେଳେ ଯିଏ ସବୁ ମାନେ ହୁଡା ବି ମାରିବେ ନା ଗେଟି ମାରୁଥିବେ ତାଙ୍କ ଉପରେ ସିଏ ହସି ଦଉଥିବେ ଏମିତି କେମିତି ସେମାନେ ଗୋଟେ ଲୋକଟେ ତାଙ୍କ ସେ ହୁଡା ମାରୁଛି ସିଏ ହସି ଦଉଛନ୍ତି ଏମିତି କେମିତି ହଉଛି ହେଲା ତାହେଲେ ସେଟା ମୁଁ କଣ ଶିଖିଲି କହିଲୁ ସେ ଠାକୁର ମାନେ ତ ତାଙ୍କ ପାୱାର ଅଛି ନା ତ ତାଙ୍କର ଏତେ ପାୱାର ଥାଇକି ବି ସିଏ ମାନେ ସବୁ ମାନେ ଲୋକଙ୍କୁ କ୍ଷମା କରିଦଉଥିଲେ ହେଲା ମୁଁ ସେଠି କଣ ଶିଖିଲି ସେଠୁ କଣ ନା ମୁଁ ବି ତ ତାଙ୍କ ବଂଶଧର ନା ତ ମତେ ବି ସବୁ ଲୋକଙ୍କୁ କ୍ଷମା କରିଦବାର ଅଛି ମୁଁ କାହାକୁ କେବେ ରାଗିବିନି ସମସ୍ତଙ୍କ ଭୁଲକୁ ମୁଁ ହସିକି କ୍ଷମା କରିଦେବି ସେଇଟା ଶିଖିଲି ହେଲା ତାପରେ ତତେ କ୍ଷମା କରିବିନି ତତେ ଶିଖଉଛି ନା ମୁଁ ବଡ ଲୋକଙ୍କ କଥା କହୁଛି ହେଲା ତାପରେ କହିଲା କଣ ନା ଆଉ ହଁ ତାପରେ ସେଇ କୃଷ୍ଣଙ୍କ ସିରିଏଲ ଦେଖିଲି କୃଷ୍ଣଙ୍କ ସିରିଏଲ ଦେଖିଲି ସେଠି କଣ ଦେଖିଲି ତାଙ୍କ ସାଙ୍ଗକୁ ସେ କେତେ ମାନେ ତାଙ୍କ ସାଙ୍ଗମାନଙ୍କୁ ସେ ରକ୍ଷା କରିବା ପାଇଁ ସେ କେତେ କେତେ ଇଏ କରୁଥିଲେ କେତେ ଭଲ ପାଉଥିଲେ ସାଙ୍ଗମାନଙ୍କୁ ସାଙ୍ଗମାନଙ୍କୁ ସାଙ୍ଗ ମାନେ ହେଲେ ତାଙ୍କୁ ଭଲ ପାଇବା ଦରକାର ସାଙ୍ଗଟା ଆମର ବହୁତ କ୍ଲୋଜ ଜିନିଷ ସେଠି ମୁଁ ସେଟା ଶିଖିଲି ହେଲା ଆଉ କଣ ଶିଖିଲି ତାଙ୍କୁ ଅସୁର ମାନେ ମାରିବା ପାଇଁ ଆସୁଥିଲେ ସେ ତାଙ୍କୁ ପୁରା ଖୁସିରେ ମାରୁଥିଲେ ମାନେ ହସିକି ମାନେ ନା କି ଟେନସନ ନଉଥିଲେ ତାଙ୍କୁ ରାଗୁଥିଲେ ଝଗଡା କରୁଥିଲେ କିଛି କରୁଥିଲେ ସେ ତାଙ୍କୁ ମାନେ ଜମା ରାଗୁ ହିଁ ନଥିଲେ ସେଠି ମୁଁ ଶିଖିଲି ଧୈର୍ଯ୍ୟ ହେଲା ଧୈର୍ଯ୍ୟ ଟା ନିହାତି ଦରକାର ଶ୍ରୀକୃଷ୍ଣ ତାଙ୍କୁ ଶିଖେଇଲେ ଯେ ଆମେ ଗୋଟେ ମଣିଷର ଧୈର୍ଯ୍ୟ ରହିବା ନିହାତି ଦରକାର ଆମେ ଯେତେବେଳେ କିଛି ମାନେ ପ୍ରୋବ୍ଲେମ ଆସିବ ଆମେ ପାନିକ ହେଇଯିବାନି ଅଧୈର୍ଯ୍ୟ ହେଇଯିବାନି ଆମେ ପେସେନ୍ସ ରଖିବା ଆମ ପାଖରେ ହେଲା ତ ତୁମେ ବି ଏଇଟା ଶିଖିବ ବୁଝିଲ ନା ସରିଲା ତାପରେ ମୁଁ ଦେଖିଲି ରାମାୟଣ ଦେଖିଲି ଯେ ରାମ କଣ କହୁଛନ୍ତି ତା ବାପା ଯାହା କହୁଛନ୍ତି ସେ ତାଙ୍କ କଥା ମାନୁଛନ୍ତି ହଁ ମୁଁ କହିଲି ମୁଁ ବି ତାଙ୍କ ଫ୍ୟାମିଲି ମେମ୍ବର ହେଲା ତ ମୁଁ ବି ତାଙ୍କ କଥା ମାନିବା ଉଚିତ ତାହେଲେ ବାପା ମା ଯୋଉଟା କହିବେ ମୁଁ ସେଇଟା ମାନିବି ମୁଁ ସେଇଟା ମୋ ମାଇଣ୍ଡ ସେଟ୍ କରିନେଲି ରାମ ଯଦି ଭଗବାନ ହେଇକି ବି ତାଙ୍କ ବାପାଙ୍କ କଥା ମାନୁଥିଲେ ତାହେଲେ ଆମେ କାହିଁ ମାନିବାନି ଆମର ବି ଆମ ବାପା ମା କଥା ମାନିବା ଉଚିତ ନା ତ ମୁଁ ସେଇଟା ଶିଖିଲି ତ ସବୁବେଳେ ସେଇଟା ହିଁ ରଖ ତମେ ଆଣିକି ରଖ ଏଠି ମୁଁ ଧରିଛି ହେଲା ବୁଝିପାରିଲ ନା ଆମେ ସବୁବେଳେ ମତେ ସେଟା ମୁଁ ସେଇଟା ଆଜି ପର୍ଯ୍ୟନ୍ତ ସେଇଟା କରୁଛି ଆମେ ଠାକୁର ଆମକୁ ମଣିଷ ଜନ୍ମ ନେଇକି ଆମକୁ ଯାହା ଶିଖେଇଛନ୍ତି ତାଙ୍କୁ ଆମେ ଶିଖିବା ଉଚିତ ଆମେ ସେ ମଣିଷ ଜନ୍ମ ନେଲେ କେନେ ଆମ ସହିତ ଠାକୁର ଥିଲେ ସେ ଆମ ପୃଥିବୀରେ ମଣିଷ ଜନ୍ମ ନେଲେ କେନେ ଶିଖେଇଲେ ଆମକୁ ଯେ ମୁଁ ଯେମିତି ଚଳୁଛି ତୁମେ ମାନେ ସେମିତି ଚଳ ବୁଝିପାରିଲ ନା ତ ତୁମେ ବି ସେମିତି କରିବ ସବୁବେଳେ ଧୈର୍ଯ୍ୟ ରଖିବ ହେଲା ବାପା ମାଙ୍କ ସବୁ କଥା ମାନିବ ବୁଝିପାରିଲ ଆଉ ସାଙ୍ଗ ସାଙ୍ଗରେ ସାଙ୍ଗ ଭଳିଆ ମିଶିବ ମାନେ କୁହନ୍ତିନି ବିପଦରେ ବି ସାହାରା ହବ ସାଙ୍ଗକୁ ସାଙ୍ଗ ଭଳିଆ ମିଶିବ ରାଗ ନାହିଁ ଝଗଡା ନାହିଁ ସାଙ୍ଗକୁ ସାଙ୍ଗ ସେ ତାଙ୍କ ସାଙ୍ଗ କେତେ ଭଲ ପାଉଥିଲେ ଯେ ତାଙ୍କ ରାଜା ହେଇକି ବି ତାଙ୍କ ସାଙ୍ଗ କେତେ ଗରିବ ଥିଲା ତାଙ୍କୁ ଦେଖା କରିବା ପାଇଁ ପାଦ ଦୌଡି ଦୌଡିକି ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ ଦେଖିବ ନା ତ ସେମିତିଆ ନା ତ ଆମେ ବି ଭଲ ଯାହା ଯାହା ଆମକୁ ଭଗବାନ ଶିଖେଇଛନ୍ତି ଆଉ ସବୁଦିନ ସକାଳୁ ଉଠି ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ଆମକୁ ଆଜି ଭଲରେ ରଖିଛନ୍ତି ଆମ ପାଇଁ ଧନ୍ୟବାଦ ଦବା ତାଙ୍କୁ ତାପରେ କଣ କରିବା ନା ସେ ଯାହା ଯାହା ଆମକୁ ଲାଇଫରେ ଶିଖେଇ ଦେଇଛନ୍ତି ଆମେ ସେଇଆକୁ ଷ୍ଟେପ ବାଇ ଷ୍ଟେପ କରି ଚାଲିବା ତାହେଲେ ଆମର ସବୁ କାମ ଭଲ ହବ ବୁଝିପାରିଲ ନା